ଆଜିର ପ୍ରସଙ୍ଗ ଇତିହାସରେ ବନ୍ଦେ ମାତରମ୍। ଆଲେଖ୍ୟ ଡକ୍ଟର ରଜତକାନ୍ତ ଦାସ। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଏକ ରାଷ୍ଟ୍ର ନିର୍ମାଣର ମୂଳରେ ଥାଏ ସାଧାରଣ ଆତ୍ମୀୟତା, ଆମେ ଏକ ତଥା ସଂଲଗ୍ନତାର ଧାରଣା। ଏକ ଭାବପ୍ରବଣ ସାଂସ୍କୃତିକ ଏବଂ ପ୍ରତୀକାତ୍ମକ ବନ୍ଧନକୁ ବୁଝାଏ, ଯାହା ରାଷ୍ଟ୍ରର ସମସ୍ତ ନାଗରିକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ। ଐତିହାସିକ ଦୃଷ୍ଟିକୋଣରୁ ଜାତୀୟତା ସୃଷ୍ଟି ପାଇଁ ଭାଷା, ଧର୍ମ, ଅଞ୍ଚଳ, ସଂସ୍କୃତି ଓ ଇତିହାସ ସହାୟକ ହୋଇଥାଏ। ଭାଷା, ଅଞ୍ଚଳ, ଧର୍ମ ଏବଂ ଚଳଣୀର ଭିନ୍ନତା ଥିବା ଭାରତ ଭଳି ଏକ ବିବିଧ ସମାଜରେ ଏକତା ଏବଂ ଜାତୀୟତା ସୃଷ୍ଟି କଷ୍ଟକର ମନେ ହେଉଥିବା ବେଳେ ସାଧାରଣ ଆତ୍ମୀୟତା ବା ଆମେ ଏକ ଅନୁଭବ ହିଁ ରାଷ୍ଟ୍ର ଗଠନର ସହାୟକ ହୋଇଛି। ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ରାଷ୍ଟ୍ରର ଲୋକମାନେ ବ୍ରିଟିଶର୍ସଙ୍କ ଅଧୀନରେ ଶାସିତ ହୋଇ ଏକ ଇତିହାସର ସହଭାଗୀ ହେଲେ। ଉପନିବେଶବାଦ ବିରୁଦ୍ଧରେ ସଂଘର୍ଷର କାହାଣୀ, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ଇତିହାସ, ରାଷ୍ଟ୍ର ନିର୍ମାଣର ସଫଳତା ଏକ ସାମୂହିକ ସ୍ମୃତି ଗଠନ କରିବାରେ ସହାୟକ ହେଲା। ଜାତୀୟ ପତାକା, ଜାତୀୟ ସଙ୍ଗୀତ, ଜାତୀୟ ଗୀତ ଆମ ମଧ୍ୟରେ ଏକ ସାମୂହିକ ଏବଂ ସାଧାରଣ ଆତ୍ମୀୟତା ସୃଷ୍ଟି କରେ। ଏହି ପ୍ରତୀକଗୁଡ଼ିକ ନାଗରିକମାନଙ୍କ ମଧ୍ୟରେ ଗର୍ବ, ସମ୍ମାନ ଓ ଭାବପ୍ରବଣ ବନ୍ଧନ ସୃଷ୍ଟି କରନ୍ତି। ଦେଶରେ ସାଧାରଣ ଆତ୍ମୀୟତା ସୃଷ୍ଟିରେ ଅଗ୍ରଣୀ ଭୂମିକା ନେଇଥିବା ବନ୍ଦେ ମାତରମ୍କୁ ପୂରିଛି 150 ବର୍ଷ। ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଦେଶବ୍ୟାପୀ ପାଳନ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। ଇତିହାସକୁ ଅବଲୋକନ କଲେ ଜଣାପଡ଼େ ଯେ ବଙ୍କିମଚନ୍ଦ୍ର ଚାଟାର୍ଜୀ ବନ୍ଦେ ମାତରମ୍ ଗୀତକୁ ରଚନା କରିଥିଲେ ଓ ଏହା ପ୍ରଥମେ ବଙ୍ଗଦର୍ଶନ ନାମକ ଏକ ସାହିତ୍ୟ ପତ୍ରିକାରେ 1875 ନଭେମ୍ବର 7 ଅକ୍ଷୟ ନବମୀ ଦିନ ପ୍ରକାଶ ପାଇଥିଲା। 1882ରେ ତାଙ୍କ ଲିଖିତ ଆନନ୍ଦମଠ ଉପନ୍ୟାସରେ ଏହି ଗୀତକୁ ସ୍ଥାନ ଦିଆଯାଇଥିଲା। ରବୀନ୍ଦ୍ରନାଥ ଟାଗୋର ବନ୍ଦେ ମାତରମ୍କୁ ସଙ୍ଗୀତର ସଜ୍ଜିତ କରିବା ସହ ଭାରତୀୟ ଜାତୀୟ କଂଗ୍ରେସରେ 1896ର କଲିକତା ଅଧିବେଶନରେ ସର୍ବସାଧାରଣରେ ଗାନ କରିଥିଲେ। ପରେ 1905ରେ ବଙ୍ଗଭଙ୍ଗ ବା ବଙ୍ଗ ବିଭାଜନ ବିରୋଧରେ ପ୍ରଦର୍ଶନ କରିବା ସମୟରେ ଏହି ଗୀତକୁ ଗାନ କରାଯାଇଥିଲା ଏବଂ ଏହା ରାଜନୈତିକ ସ୍ଲୋଗାନରେ ପରିଣତ ହୋଇଥିଲା। କଲିକତାର ଟାଉନ୍ ହଲ୍ରେ 40,000ରୁ ଉର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ସାମୂହିକ ଭାବେ ବନ୍ଦେ ମାତରମ୍ ଗାନ କରିଥିଲେ। ଭାରତୀୟ ଜାତୀୟ କଂଗ୍ରେସର 1905 ବାରାଣାସୀ ଅଧିବେଶନରେ ବନ୍ଦେ ମାତରମ୍ ଗୀତକୁ ସମସ୍ତ ଜାତୀୟ କାର୍ଯ୍ୟକ୍ରମ ପାଇଁ ଗ୍ରହଣ କରାଯାଇଥିଲା। ମାତୃଭୂମି ପ୍ରତି ଭଲ ପାଇବାକୁ ପ୍ରଦର୍ଶିତ କରିବା ପାଇଁ ସେହି ବର୍ଷ ଉତ୍ତର କଲିକତାରେ ବନ୍ଦେ ମାତରମ୍ ସମ୍ପ୍ରଦାୟର ସ୍ଥାପନ କରାଯାଇଥିଲା। ଏହାର ସଦସ୍ୟମାନେ ପ୍ରତି ରବିବାର ବନ୍ଦେ ମାତରମ୍ ଗୀତକୁ ଗାନ କରିବା ପୂର୍ବକ ସ୍ୱାଧୀନତା ସଂଗ୍ରାମ ପାଇଁ ଲୋକଙ୍କ ନିକଟରୁ ଦାନ ଗ୍ରହଣ କରୁଥିଲେ। ଏହି ଗୀତର ପ୍ରଭାବ ଏତେ ଥିଲା ଯେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣ ବନ୍ଦେ ମାତରମ୍ ଗାନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେହି ସମୟରେ ଏହାକୁ ଗାନ କରୁଥିବା ଲୋକଙ୍କୁ ଗିରଫ କରିବା ପାଇଁ ତତ୍କାଳୀନ ଭାଇସରୟ ଲର୍ଡ କର୍ଜନ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବନ୍ଦେ ମାତରମ୍ ଗାନ ପାଇଁ 1905 ନଭେମ୍ବରରେ ବଙ୍ଗର ରଙ୍ଗପୁରଠାରେ ଥିବା ସ୍କୁଲର 200 ଛାତ୍ରଛାତ୍ରୀଙ୍କୁ ମୁଣ୍ଡ ପିଛା 5 ଟଙ୍କା ଲେଖାଏଁ ଜରିମାନା କରାଯାଇଥିଲା। 1906 ମେ 20 ତାରିଖରେ ବାରିଶାଳଠାରେ 10,000ରୁ ଉର୍ଦ୍ଧ୍ୱ ହିନ୍ଦୁ ଏବଂ ମୁସଲମାନ ଧର୍ମର ଲୋକେ ବନ୍ଦେ ମାତରମ୍ ଗାନ ପୂର୍ବକ ପଦଯାତ୍ରା କରିଥିଲେ। ପରେ 1906ରେ ବିପିନ ଚନ୍ଦ୍ର ପାଲ କଲିକତାରେ ବନ୍ଦେ ମାତରମ୍ ନାମରେ ଏକ ଇଂରାଜୀ ଦୈନିକ ଖବରକାଗଜ ପ୍ରକାଶ କରିଥିଲେ। ଶ୍ରୀ ଅରବିନ୍ଦ ଏହାର ଯୁଗ୍ମ ସମ୍ପାଦକ ଭାବେ ଯୋଗଦାନ କରିବା ପରେ 1907 ଏପ୍ରିଲ 16ରେ ଏକ ଲେଖାରେ ଦର୍ଶାଇଥିଲେ ଯେ ବନ୍ଦେ ମାତରମ୍ 32 ବର୍ଷ ତଳେ ବଙ୍କିମଚନ୍ଦ୍ର ଚାଟାର୍ଜୀ ରଚନା କରିଥିଲେ। ଲଣ୍ଡନରେ 1909 ଅଗଷ୍ଟ 17ରେ ଫାଶୀ ଖୁଣ୍ଟରେ ଝୁଲିବା ସମୟରେ ବିଶିଷ୍ଟ କ୍ରାନ୍ତିକାରୀ ମଦନଲାଲ ଡିଙ୍ଗ୍ରା ନିଜ ଶେଷ ଶବ୍ଦ ଭାବେ ବନ୍ଦେ ମାତରମ୍ କହିଥିଲେ। 1909ରେ ପ୍ୟାରିସରେ ରହୁଥିବା ଭାରତୀୟ ଦେଶପ୍ରେମୀମାନେ ଜେନେଭାରୁ ବନ୍ଦେ ମାତରମ୍ ନାମକ ଏକ ପତ୍ରିକା ପ୍ରକାଶ କରିଥିଲେ। 1912 ଅକ୍ଟୋବରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପାଳ କୃଷ୍ଣ ଗୋଖଲେଙ୍କୁ ଦକ୍ଷିଣ ଆଫ୍ରିକାର କେପଟାଉନରେ ବନ୍ଦେ ମାତରମ୍ ଗାନ କରି ସ୍ୱାଗତ କରାଯାଇଥିଲା। 1914ରେ ଜେଲରୁ ମୁକ୍ତି ପାଇଥିବା ଚରମପନ୍ଥୀ ନେତା ବାଲ ଗଙ୍ଗାଧର ତିଲକଙ୍କୁ ପୁନେଠାରେ ବନ୍ଦେ ମାତରମ୍ ସ୍ଲୋଗାନ ସହ ସ୍ୱାଗତ କରି ଘରକୁ ପାଛୋଟି ନିଆଯାଇଥିଲା। ଭାରତ ସ୍ୱାଧୀନ ହେବା ପରେ ସମ୍ବିଧାନ ସଭା ସର୍ବସମ୍ମତିକ୍ରମେ ବନ୍ଦେ ମାତରମ୍କୁ ଜାତୀୟ ଗୀତର ମାନ୍ୟତା ପ୍ରଦାନ କରିଥିଲା। ଆଜି 150 ବର୍ଷ ପରେ ମଧ୍ୟ ବନ୍ଦେ ମାତରମ୍ ଭାରତୀୟଙ୍କ ସ୍ମୃତିରେ ଏକ ପବିତ୍ର ସ୍ଥାନ ରଖିଆସିଛି। ଏହା କେବଳ ଏକ ଗୀତ ନୁହେଁ, ବରଂ ଏକ ଜୀବନ୍ତ ଐତିହ୍ୟ ଭାବେ ଆଧୁନିକ ଭାରତ ଗଠନର ଆଦର୍ଶକୁ ଜୀବନ୍ତ ରଖିଛି। ବନ୍ଦେ ମାତରମ୍ ମାତୃଭୂମି ପ୍ରତି ଅଟଳ ଭକ୍ତି, ସାହସ ଓ ଏକତାର ପ୍ରତୀକ ହୋଇ ରହିଛି।